ଲୋକଙ୍କର ମାନଙ୍କ ନିକଟରେ ପହଞ୍ଚାଇବାର ଆବଶ୍ୟକତା ରହିଛି, ଯାହା ସେମାନଙ୍କର ସହଜ ଜୀବନ ଧାରଣରେ ସହାୟକ ହୋଇପାରିବ। ଲୋକଙ୍କୁ ତୁରନ୍ତ ସେବା ପ୍ରଦାନ ନିମନ୍ତେ ସମଗ୍ର ଗ୍ରାମ ପଞ୍ଚାୟତରୁ ଜିଲ୍ଲା ସଦର ମହକୁମାକୁ ସୁଗମ ଯୋଗାଯୋଗ କନେକ୍ଟିଭିଟି ଉପଲବ୍ଧ କରିବା ଆମ ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା। ଏହା ବ୍ୟତୀତ ପ୍ରାନ୍ତବର୍ତ୍ତୀ ଅଞ୍ଚଳରେ ଭିତ୍ତିଭୂମିର ଉନ୍ନତିକରଣ ସହ ନୂତନ ଶିଳ୍ପ କରିଡର ନିର୍ମାଣ ଦ୍ୱାରା ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଆମର ଯୁବକ ଯୁବତୀଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ନିମନ୍ତେ ଆମ ଶିକ୍ଷା ବ୍ୟବସ୍ଥାର ଗୁଣାତ୍ମକ ମାନ ବଢ଼ାଇବାକୁ ପଡ଼ିବ। ଏହି ପ୍ରକ୍ରିୟାରେ ଓଡ଼ିଶା ବିଭିନ୍ନ ପ୍ରକାର ବାଣିଜ୍ୟିକ କାର୍ଯ୍ୟକଳାପ ପାଇଁ ଜାତୀୟ ତଥା ବିଶ୍ୱସ୍ତରୀୟ ହବ୍ ଭାବେ ଉଭା ହେବ। ପରିବେଶର ବିନାଶ କରି ଅର୍ଥନୀତିର ଅଭିବୃଦ୍ଧି କେବେ ଗ୍ରହଣୀୟ ନୁହେଁ। ପ୍ରାକୃତିକ ବିପର୍ଯ୍ୟୟ ଓ କ୍ଷୟକ୍ଷତି ଜନିତ ଅଭିଜ୍ଞତା ଯୋଗୁଁ ଓଡ଼ିଶା ଜଳବାୟୁ ମୁକାବିଲା ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଦେଶ ତଥା ସମଗ୍ର ବିଶ୍ୱର ନେତୃତ୍ୱ ନେଇପାରିବ। ଓଡ଼ିଶାର ବିକାଶ ଅର୍ଥନୈତିକ ଦୃଷ୍ଟିକୋଣରୁ ସାଧ୍ୟ, ପରିବେଶଗତ ଭାବେ ସ୍ଥାୟୀ, ସାମାଜିକ ସ୍ତରରେ ଗ୍ରହଣୀୟ ଓ ସାଂସ୍କୃତିକ ଭାବେ ସଶକ୍ତ ହେବା ଉଚିତ। ବାଚସ୍ପତି ମହୋଦୟା, ଏହି ବଜେଟ୍ ରାଜ୍ୟରେ ସାମଗ୍ରିକ ସର୍ବାଙ୍ଗୀନ ବିକାଶର ନୂତନ ଯୁଗକୁ ପ୍ରଜ୍ୱଳିତ କରିବା ପାଇଁ ଏକ ପଦକ୍ଷେପ ହେବ। ଶିଳ୍ପ ଓ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହିତ କୃଷି, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରକୁ ପୁନର୍ଜୀବିତ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଏହା ଏକ ଲୋକାଭିମୁଖୀ ବଜେଟ୍ ଏବଂ ଆମ ସରକାର ଲୋକମାନଙ୍କୁ ସମାନ ସୁଯୋଗ ପ୍ରଦାନ ସହ କୃଷକ, ଯୁବକ ଏବଂ ଗରିବ ମହିଳାଙ୍କୁ ଜୀବନକୁ ଉଜ୍ଜଳ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛି। ଏକ ଭାଗିଦାରୀ ପ୍ରକ୍ରିୟା ସ୍ୱରୂପ ଆମେ ସମାଜର ବିଭିନ୍ନ ବର୍ଗର ପ୍ରତିନିଧି ତଥା ବିଶେଷଜ୍ଞ ଏବଂ ସାଧାରଣ ଲୋକଙ୍କ ସହିତ ପ୍ରାକ୍ ବଜେଟ୍ ଆଲୋଚନା କରିଥିଲୁ। ବିଭିନ୍ନ ପ୍ରସଙ୍ଗ ଉପରେ ଆମେ ଏହି ବର୍ଷ ବିଭିନ୍ନ ମାଧ୍ୟମରୁ 12,000ରୁ ଅଧିକ ପରାମର୍ଶ ପାଇଛୁ। ବଜେଟ୍ ପ୍ରସ୍ତୁତି ବେଳେ ଆମେ ପରାମର୍ଶଗୁଡ଼ିକୁ ଯତ୍ନର ସହ ବିଚାରକୁ ନେଇ ଅନେକ ମତାମତକୁ ବଜେଟ୍ରେ ଅନ୍ତର୍ଭୁକ୍ତ ମଧ୍ୟ କରିଛୁ।